सहस्रमृतये सहस्रपादा केजिदरुबाहवे सहस्रनाम्नि पुरुषाय शाश्वते सहस्रकोटि जुगधारिणी नमः। ओम अखंडमंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। पवित्र शिशु अनंत आश्रम आम समस्तंक सम्मुखरे शिशु अनंतंकर श्रीमूर्ति श्रीपाद दर्शन होचंती। अन्य पक्षरे क्षेत्रेश्वरी माँ ज्योतिर्प्रभांकर रामचंद्रींकर श्रीमूर्ति मध्य दर्शन होचंती। यही भली भावरे आजिर संध्या समस्तंक मंगल पाई उद्दिष्ट हो, समस्ते शांति रे रुहंतु, ये हूँ आमर प्रार्थना। तेरे सज्जन आमे जेतेबेले प्रार्थना आरंभ कले, प्रार्थना रे आमे प्रथमे काहांकु स्मरण कले, प्रथमे आमे स्मरण कले गुरुदेव को। आम मानकर जी गुरुदेव जी त्राणकर्ता एवं जीवनर सर्वमय कर्ता मार्गदर्शक, से पवित्र गुरुदेवंकर स्वरूप को आमे चिंतन करी आजिर विश्व देश राज्यर समस्तंकर सर्वादो मंगल कामना करुछु। एठी व्यतिक्रम होउची, आपण जो मंदिर को जिबे से मंदिर रे आपण देखिबे लक्ष्मी नारायण, राधा कृष्ण, शिव पार्वती, निताई गौरांग, यही भली आपण माने सबु मंदिर रे एमती भावर मूर्ति सबु पूजा पाउचंती। किंतु एठी शिशु अनंतंकर पंचमुख को आमे पूजा करू एवं प्रणाम करू। जीवन रे आमे बहु झड़ झंझा अशांति बहु दुख निंदा ये सब आम मान जीवन दे आसे।
ଇଏ ଦୁଃଖ ଠାରୁ ବଡ଼ ଦୁଃଖ ଆଉ କିଛି ନଥାଏ। ଜଣେ ଆମକୁ ନିନ୍ଦା କଲା, ସେ ନିନ୍ଦା ପାଇଁ ଆମେ ଯେତିକି ଦୁଃଖିତ ହେଲୁ, ଯଦି ସେ ଆମକୁ ପ୍ରଶଂସା କରିବ ତାହେଲେ ଆମେ ଖୁସି ହେବୁ ସତ, କିନ୍ତୁ ନିନ୍ଦାଟା ଏଭଳି ଏକ ନିଆଁ ଯେମିତି ସବୁକୁ ଜାଳିଦିଏ, ସେମିତି ନିନ୍ଦା ହେଉଛି ଗୋଟେ ଅଗ୍ନି ସଦୃଶ। ସେ ଆମର ମାନସିକ ଶାନ୍ତିକି ପ୍ରଥମେ ସେ ଧ୍ୱଂସ କରିଦିଏ। ସେଥିପାଇଁ ଆଜି ଭଗବାନ ଶିଶୁ ଅନନ୍ତଙ୍କର ପ୍ରଥମ ମୁଖଟି ହେଉଛି ଯେଉଁ ପାଞ୍ଚଟି ଶ୍ରୀମୁଖଙ୍କୁ ଆମେ ପୂଜା କରୁଛୁ, ଇଏ 5 ଜଣ 5 ସଂଖ୍ୟାର ଠାକୁର ନୁହନ୍ତି, କିନ୍ତୁ ଆମେ ଏଠି 5ଟି ମୁଖକୁ ଆମେ ପ୍ରଣାମ କରୁଛୁ। ତାହେଲେ ଇଏ 5 ପ୍ରକୃତରେ କିଏ? ଆପଣମାନେ କଥା ଶୁଣିଥିବେ, ପଞ୍ଚ ପରମେଶ୍ୱର। ପରମେଶ୍ୱର ବା ପରମାତ୍ମା ସବୁବେଳେ 5ଟି ରୂପରେ ସୃଷ୍ଟିକୁ ପାଳନ କରୁଛନ୍ତି। ସେ 5ଟି ହେଉଛି, 1ରେ ଧରିତ୍ରୀ, 2ରେ ସମୁଦ୍ର, 3ରେ ଅଗ୍ନି, 4ରେ ପବନ, 5ରେ ଆକାଶ। ଇଏ ଏହାକୁ କୁହାଯାଏ ପଞ୍ଚ ମହାଭୂତ। ଏଇ ପଞ୍ଚ ମହାଭୂତଙ୍କ ପାଇଁ ଆଜି ବର୍ଷା ହେଉଛି କିମ୍ବା ଗରମ ହେଉଛି, ଶୀତ ହେଉଛି। ଯେଉଁ ରୂପକୁ ଆପଣମାନେ ସ୍ପର୍ଶ କରୁଛନ୍ତି, ଶୀତ ହେଉ, ବସନ୍ତ ହେଉ ବା ଗରମ ଉଷ୍ମତା ହେଉ, ଏଇ ପଞ୍ଚ ମହାଭୂତରୁ ସମସ୍ତେ ଆସିଛନ୍ତି ଏବଂ ବିଭିନ୍ନ ଭାବରେ ସେ ଲୀଳା କରୁଛନ୍ତି। ସେଇଟାକୁ ଆମେ ଠିକ ଭାବରେ ତାକୁ ବୁଝିପାରୁନା। ଆମେ ଅଗ୍ନିକୁ ପୂଜା କରୁନୁ, କିନ୍ତୁ ଅଗ୍ନିକି ଆମେ କ'ଣ ପୂଜା କରିବୁ? ଅଗ୍ନି ତ ସୂର୍ଯ୍ୟଙ୍କ ରୂପରେ ସମଗ୍ର ଜଗତକୁ ଯିଏ ଆଲୋକ ଦିଅନ୍ତି, ତାଙ୍କୁ ଆମେ କେଉଁ ହାତରେ କେଉଁ ଦ୍ରବ୍ୟରେ ଆମେ ତାଙ୍କୁ ପୂଜା କରିବୁ? ସେଟା ଜଗତକୁ ଆଲୋକ ଦେଖାଉଛନ୍ତି। ଯଦି ସୂର୍ଯ୍ୟ ଉଦୟ ହେବେନି ତାହେଲେ ଜଗତରେ ତ କିଛି ରହିବନି। ତେଣୁ ଆମେ ସୂର୍ଯ୍ୟ ହେଉଛନ୍ତି ଅଗ୍ନିଙ୍କର ପ୍ରତ୍ୟକ୍ଷ ଦେବତା। ଇଏ ଅଗ୍ନି ରୂପରେ ଥିଲେ ସୂର୍ଯ୍ୟଙ୍କ ରୂପରେ ସିଏ ପରିବର୍ତ୍ତନ ହେଇଛନ୍ତି। ଆପଣ ଦେଖନ୍ତୁ, ଆମେ ଏଠି ବସିଛୁ କି କ'ଣ ଗୋଟେ କହୁଛୁ, ଯାହା ବି ଆମେ କରୁଛୁ, ଆମ ଭିତରେ ବି 5ଟା ଅଗ୍ନି ଅଛନ୍ତି, ବରଂ ଅଧିକ ଅଛନ୍ତି। 5 ବି ଥାଇପାରନ୍ତି, ଆଉ 6 ବି ଥାଇପାରନ୍ତି। ସେ ସବୁ ଅଗ୍ନି।
ଆପଣ ପ୍ରଥମେ ଦେଖନ୍ତୁ, ଆପଣ ଖାଦ୍ୟ ଖାଇବେ, ସେ ଖାଦ୍ୟକୁ ହଜମ କଲା କିଏ? ଆମ ପାକସ୍ଥଳୀ ଭିତରେ ଖାଦ୍ୟକୁ ପ୍ରକୃତରେ ହଜମ କଲା କିଏ? ଆମେ ତ କେତେ ପ୍ରକାର ସୁସ୍ୱାଦୁପୂର୍ଣ୍ଣ ଖାଦ୍ୟ ଆମେ ଖାଉଛୁ, ସେ ଖାଦ୍ୟକୁ କିଏ ହଜମ କରୁଛି? ସେ ଅଗ୍ନିଙ୍କର ନାମ ହେଉଛି ଜଠରାଗ୍ନି। ଆମ ପାକସ୍ଥଳୀ ଭିତରେ ସେ ଅଗ୍ନି ରୂପରେ ଥିବାରୁ ଆମେ ଯେଉଁ ପ୍ରକାରର ଖାଦ୍ୟ ଖାଇଲେ ବି ସେ ଖାଦ୍ୟକୁ ସିଏ ହିଁ ହଜମ କରୁଛି। ଯଦି ସେ ଅଗ୍ନି ଯଦି ସୁପ୍ତ ହେଇଯାଆନ୍ତି ତାହେଲେ କୌଣସି ଖାଦ୍ୟ ଆମର ହଜମ ହେବ ନାହିଁ। ଆମେ ଯାହା ଖାଉଛୁ, ଭାତ ଖାଉଛୁ, ରୁଟି ଖାଉଛୁ, ତରକାରୀ ଖାଉଛୁ, ଡାଲି ଖାଉଛୁ, ଯାହା ବି ଆମେ ଖାଉଛୁ, ସେ ଖାଦ୍ୟକୁ ପ୍ରସ୍ତୁତ କରିଛି କିଏ? ସେ ଖାଦ୍ୟ ଅଗ୍ନିଙ୍କ ଦ୍ୱାରା ପ୍ରସ୍ତୁତ ହେଇଛି। ତାରି ଭିତରେ ଜଳ ଅଛି, ପବନ ଅଛି, ସମସ୍ତେ ଅଛନ୍ତି, କିନ୍ତୁ ଅଗ୍ନି ଥିବାରୁ ଆମେ 10 ପ୍ରକାରର ଖାଦ୍ୟ ପ୍ରସ୍ତୁତ କଲୁ। ଯେମିତି ଆମର ବିବାହ ବ୍ରତ ବେଳେ କିଛି ଲୋକ ବସିଗଲେ ଫାଇନାଲ କଲେ ଆମର ଏଇ ଠା ସବୁ ହବ। ତାକୁ ପ୍ରସ୍ତୁତ କରିବ କିଏ? ପ୍ରସ୍ତୁତ ମଣିଷ ଦ୍ୱାରା ହବ, କିନ୍ତୁ କରିବେ ଅଗ୍ନି ରୂପକ ଭୂତ। ଅଗ୍ନିଙ୍କର ଅର୍ଥ ହେଉଛି ଅଗ୍ରଣୀ। ସିଏ ହେଉଛନ୍ତି ପ୍ରଥମ ନେତା। ପଞ୍ଚମହାଭୂତର ପ୍ରଥମ ନେତା ହେଉଛନ୍ତି ଅଗ୍ନି। ଏଇ ଅଗ୍ନି ଆମର ରୋଷେଇ ଘରେ ଗଲେ ରୋଷାଗ୍ନି ହୁଏ, ପାକସ୍ଥଳୀକି ଗଲେ ଜଠରାଗ୍ନି ହୁଏ, ଏବଂ ଏଇ ଅଗ୍ନି ଯେତେବେଳେ ମଣିଷ ଜନ୍ମ ହୁଏ ସେ ଏନ୍ତୁଡ଼ିଶାଳର ଅଗ୍ନି ରୂପରେ ପୂଜା ପାଆନ୍ତି। ଏଇ ଅଗ୍ନି ପୁଣି ଶେଷରେ ମଶାଣିରେ ବା ଶ୍ମଶାନରେ ଆମକୁ ଦହନ କରେ। ତେଣୁ ସେଇ ଅଗ୍ନି ସୂର୍ଯ୍ୟଙ୍କ ରୂପରେ ସମଗ୍ର ଜଗତକୁ ସେ ଧରି ରଖିଛନ୍ତି, ପାଳନ ମଧ୍ୟ କରୁଛନ୍ତି। ଆପଣ ଦେଖିବେ ଗୋଟେ ଗଛ ଲଗେଇବେ, ସେ ଗଛଟି ଯଦି ଯଥେଷ୍ଟ ସୂର୍ଯ୍ୟାଲୋକ ପାଇବନି, ସେ ଗଛଟି ନିଶ୍ଚିତ ଭାବରେ ମରିଯିବ। କାରଣ ତାର ପ୍ରଥମ ଖାଦ୍ୟ ହେଉଛି ସୂର୍ଯ୍ୟାଗ୍ନି। ସେଥିପାଇଁ ସୂର୍ଯ୍ୟଙ୍କୁ ଆମେ ପ୍ରାର୍ଥନା କରୁ। ସମସ୍ତେ ତ ପ୍ରାର୍ଥନା ଗାଇପାରିବେନି, ଯିଏ ଜାଣିଛନ୍ତି ଗାଉଛନ୍ତି, ଯିଏ ନ ଜାଣିଛନ୍ତି ସେ କେବଳ ପାଣି ଟିକେ ଟେକି ଦେଇ ଟିକେ ନମସ୍କାର କରୁଛନ୍ତି। ସେ କ'ଣ ତାଙ୍କୁ କେମିତି ପ୍ରଣାମ କରାହେଉଛି? ଉଦୟେ ବ୍ରହ୍ମଣେ ରୂପ, ମଧ୍ୟାହ୍ନେ ତୁ ମହେଶ୍ୱର, ଅସ୍ତମାନେ ସ୍ୱୟଂ ବିଷ୍ଣୁ, ତ୍ରିମୂର୍ତ୍ତିଶ୍ଚ ଦିବାକର। ସୂର୍ଯ୍ୟ ଯେତେବେଳେ ଉଦୟ ହୁଅନ୍ତି, ଉଦୟେ ବ୍ରହ୍ମଣେ ରୂପ, ସେ ସେତେବେଳେ ବ୍ରହ୍ମମୂର୍ତ୍ତି। ମଧ୍ୟାହ୍ନ ସମୟରେ ସେ ହେଉଛନ୍ତି ବିଷ୍ଣୁ, ଭଗବାନ ବିଷ୍ଣୁ।
ଯେତେବେଳେ ସେ ଅସ୍ତ ହେଉଛନ୍ତି ସେତେବେଳେ ତାଙ୍କ ନାଁ ହେଉଛି, ସେତେବେଳେ ତାଙ୍କର ରୂପ ହେଉଛି ଶିବ। ତେଣୁ ଏଇ ଯେଉଁ ବ୍ରହ୍ମ ବିଷ୍ଣୁ ଶିବ ବା ବ୍ରହ୍ମା ବିଷ୍ଣୁ ଶିବ, ଏହାପରେ କେଉଁ କଥାଟା ଆଉ ବାକି ରହିଲା? ଆମେ ଏଠି ଯେତିକି ବହିଛେ ଆମ ସମସ୍ତଙ୍କ ପାଇଁ ବିଧାନ ତିନୋଟି। ଜନ୍ମ ହବୁ ଥରେ, ମରିବୁ ମଧ୍ୟ ଥରେ। କିଏ 5 ଥର 3 ଥର ମରନ୍ତିନି, ଯେତେବେଳେ ମରନ୍ତି ଏକାଥରେ ମରିଯାଆନ୍ତି। ଜନ୍ମ ହବୁ ଥରେ, ମରିବୁ ଥରେ, ଆଉ ଥରେ ହେଉଛି ଯେତିକି ଦିନ ବଞ୍ଚିବୁ ଆମେ କର୍ମକୁ ନେଇକରି ବଞ୍ଚିବୁ। ତେଣୁ ସବୁଦିନେ ଜଣେ ଗୃହୀ ଲୋକ ବା ଜଣେ ସନ୍ନ୍ୟାସ ହୁଅନ୍ତୁ, ଗୃହୀ ହୁଅନ୍ତୁ, ଅଷ୍ଟମ ହୁଅନ୍ତୁ, ସେ ଯିଏ ହୁଅନ୍ତୁ, ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ନମସ୍କାର କଲେ ସୂର୍ଯ୍ୟ ତୁମକୁ ଋଣମୁକ୍ତ କରିବେ। ମନେ କରାଯାଉ ତମେ ବହୁତ ଅନେକ ଲୋକଙ୍କର ଭାଷାରେ ଯେ ମୁଁ ବହୁତ ଋଣ କରିଦେଇଛି। ଏ ଋଣ କାହିଁକି ତୁମେ କଲ, ଇଏ କଥାଟା କିଏ କାହାକୁ କହିବ? ଋଣ ତ ହଉ ହଉ ହେଇଗଲା, ଆଉ କାହିଁକି ଋଣ କଲ, କ'ଣ କଲ, ସେ ଇତିହାସ ସିଏ କହିବେ, ତମେ ଶୁଣିବ, ତା ଦ୍ୱାରା ଲାଭଟା କ'ଣ ହେବ? କିନ୍ତୁ ମୁଁ ଋଣ କରିଛି, ମୁଁ ସୂର୍ଯ୍ୟଙ୍କୁ ମାଗୁଛି, ହେ ଧର୍ମଦେବ, ତାଙ୍କ ନାଁ ଆଉ ଗୋଟେ ନାଁ ହେଉଛି ଧର୍ମଦେବତା। ହେ ଧର୍ମଦେବତା ମୋତେ ଋଣମୁକ୍ତ କରନ୍ତୁ। ଖାଲି ଋଣ ବି ନୁହଁ, ରୋଗମୁକ୍ତ ବି କରନ୍ତୁ। ଯେଉଁମାନେ ସୂର୍ଯ୍ୟଙ୍କର ଉପାସନା କରନ୍ତି ସେମାନେ ଋଣମୁକ୍ତ ହୁଅନ୍ତି ଏବଂ ରୋଗମୁକ୍ତ ମଧ୍ୟ ହୁଅନ୍ତି। କେତେଜଣ ବ୍ୟକ୍ତି ଔଷଧ ଖାଇବା ପୂର୍ବରୁ ସୂର୍ଯ୍ୟଙ୍କୁ ସ୍ମରଣ କରନ୍ତି? ମୁଁ ତ କେବେ ଦେଖିନି କାହାର, କିଏ ଗୋଟିଏ ଗୋଟିଏ ଲୋକ କରୁଥିବ। ତାହେଲେ ଯଦି ତମେ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ଯାହା, ଅଗ୍ନିଙ୍କୁ ପ୍ରଣାମ କରିବା ମଧ୍ୟ ସେୟା। ଧନର ଅଗ୍ନି, ଧନର ବାୟୁ, ଧନ ଇନ୍ଦ୍ର ବୃହସ୍ପତି। ଧନ କିଏ? ଏ ଯେଉଁ ନୋଟ ଗୁଡ଼ାକ ସବୁ 500, 1000, 5000, 10000 ଇଏ ଗୁଡ଼ା ଆମେ ଏଇଆକୁ ଭାବୁଛୁ ବୋଧେ ଏଇ ହେଉଛନ୍ତି ପ୍ରକୃତର ଲକ୍ଷ୍ମୀ। କିନ୍ତୁ ଲକ୍ଷ୍ମୀ ସେଠି ନାହାନ୍ତି, ସିଏ ହେଉଛନ୍ତି ବିଷ୍ଣୁ। ତମ ପାଖରେ କୋଟିଏ ଟଙ୍କା ଅଛି, ସେ ବିଷ୍ଣୁ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି କି ନାହିଁ କହିହେବନି। ତାହେଲେ କିଏ ତମ ପାଖରେ, କିଏ ତୁମକୁ ଅର୍ଥ ଦେବ? ସେ ଅର୍ଥଦାତା ହେଉଛନ୍ତି ସୂର୍ଯ୍ୟ। ଇଏ ସୃଷ୍ଟିକି ଯିଏ ସୂଚନା କରିଛନ୍ତି ସେଇ ତୁମକୁ ଧନ ଦେବେ। ସେ ଅଗ୍ନି ରୂପରେ ଦେବେ, ସୂର୍ଯ୍ୟ ରୂପରେ ଦେବେ, ସମୁଦ୍ର ରୂପରେ ଦେବେ। ଆମେ ସବୁ ଯେତେବେଳେ ହିତାହିତ ଜ୍ଞାନ ସବୁ ଆମର ନଥିଲା, ଏତେ ଆମର ଜ୍ଞାନ ଆମର କିଛି ନଥିଲା। ଆମେ ସମୁଦ୍ରକୁ ଯେତେବେଳେ ଯାଉ, ସମୁଦ୍ର କୂଳକୁ, ସେ ଲହଡ଼ି ସାଙ୍ଗରେ ଖେଳୁ, ବାଲିରେ ବସିକିରି ମସଲା ମୁଢ଼ି ଖାଉ।
ଚିନା ବାଦାମ ଖାଉ। ଇଏ କ'ଣ ସମୁଦ୍ରଙ୍କର ପୂଜା? ସମୁଦ୍ରଙ୍କର ଗୋଟିଏ ନାଁ ହେଉଛି ରତ୍ନାକର। ସେ ରତ୍ନର ଆଗାର। ଏ ଦୁନିଆରେ ଯେତେ ରତ୍ନ ସବୁ ଆମ ପାଖରେ ଅଛି, ସେ ସୁନା ରୂପା ହୀରା ନୀଳା ମୋତି ମାଣିକ ଏମିତି କେତେ କଥା ଅଛି, ତାର ରକ୍ଷକ ହେଉଛନ୍ତି ସମୁଦ୍ର, ତାର ଭଣ୍ଡାର ବି ହେଉଛନ୍ତି ସମୁଦ୍ର। ତେଣୁ ସୂର୍ଯ୍ୟଙ୍କୁ ପ୍ରତ୍ୟେକ ଦିନ ଅଗ୍ନି ରୂପରେ ଏବଂ ସୂର୍ଯ୍ୟଙ୍କ ରୂପରେ, ସୂର୍ଯ୍ୟ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ। ଗୀତାରେ ଲେଖା ଅଛନ୍ତି ଆଦିତ୍ୟ ନାମାହଂ ବିଷ୍ଣୁ ଜ୍ୟୋତିଷଂ ରବିରଂ ସୁମା। ତେଣୁ ତୁମେ ଆମେ ସମସ୍ତେ ଆମେ ସୂର୍ଯ୍ୟଙ୍କୁ ସେ ଥରେ ହଉ କି ଦିଥର ହଉ କି ତିନିଥର ସୂର୍ଯ୍ୟଙ୍କୁ ଆମେ ପ୍ରଣାମ କରି ଆମ ଜୀବନର ଦୁଃଖ ସମସ୍ୟାକୁ ଆମେ ସେଠି ଜଣେଇବା। ସେ ହେଉଛନ୍ତି ବ୍ରହ୍ମଙ୍କର ଅବତାର। ନମୋ ବିବସ୍ୱତେ ବ୍ରହ୍ମନ୍ ଭାସ୍ୱସ୍ୟ ବିଷ୍ଣୁ ତେଜସି ଜଗତ୍ ସବିତ୍ର ସୂଚଏ ସବିତ୍ରେ କର୍ମଦାୟିନୀ। ଆମେ ସୂର୍ଯ୍ୟଙ୍କୁ କ'ଣ ଦେଇକି ପ୍ରଣାମ କରିବା? ଯେମିତି ଅନ୍ୟ ମନ୍ଦିରକୁ ଗଲେ ଆମ୍ବ ପଣସ କଦଳୀ ସପୁରୀ ପିଠା ପଣା ଏମିତି ବହୁ ଭୋଗ ଆମେ ବ୍ୟବସ୍ଥା କରୁ। ସୂର୍ଯ୍ୟଙ୍କର ସର୍ବଶ୍ରେଷ୍ଠ ଭୋଗ ହେଉଛି ଜଳ। ଏହି ସୂର୍ଯ୍ୟ ସହସ୍ରାଂଶୁ ତେ ଦ୍ୱାରା ସେ ଜଗତ୍ପତେ ଅନୁକମ୍ପାୟ ମାଂ ନିତ୍ୟଂ ପୁରାଣାଢ୍ୟଂ ନମସ୍ତୁତେ। ତେଣୁ ସୂର୍ଯ୍ୟ ହେଉଛନ୍ତି ବିଷ୍ଣୁ, ସୂର୍ଯ୍ୟ ହେଉଛନ୍ତି ଅଗ୍ନି, ସୂର୍ଯ୍ୟ ହେଉଛନ୍ତି ଲକ୍ଷ୍ମୀ। ଅର୍ଥ ଅନର୍ଥ କଦର୍ଥ ସବୁ ସେଇଠି ଅଛି। ଯେଉଁ ସମୁଦ୍ର ଆମକୁ ଏତେ ଅର୍ଥ ଦଉଛି, ଏଇ ଯେଉଁ ବର୍ଷା ହେଉଛି, ଆପଣ ମାନେ କ'ଣ କହୁଛନ୍ତି? ଇନ୍ଦ୍ର ବର୍ଷା ଦେଉଛନ୍ତି। ଇନ୍ଦ୍ରଙ୍କୁ କ'ଣ ଆପଣ ଦେଖିଛନ୍ତି? ଇନ୍ଦ୍ର ଖାଲି ନାଁ ହେଉଛି ଇନ୍ଦ୍ର। ସେ ଇନ୍ଦ୍ର ହେଉଛନ୍ତି ନିଜେ ସ୍ୱୟଂ ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ନମସ୍କାର କଲେ ଇନ୍ଦ୍ର ବି ଖୁସି ହେବେ। ଇନ୍ଦ୍ର ଖୁସି ହେଲେ ତମ ଭିତରେ ଅର୍ଥ ଯଶ ମାନ ଇତ୍ୟାଦି ବର୍ଦ୍ଧିତ ହେବ। ତାପରେ ଆପଣ ଦେଖନ୍ତୁ ସୂର୍ଯ୍ୟ ଅଗ୍ନି ये दुईटी जाक कथा भितर आउ गोटे कथा रही जाइछि पवन वायु। आमे यदि पवन टिके न पाइबा आमे 10 मिनिट भी बंची पारिबानी। से जोगी ऋषि मुनि कोउठी काले अध घंटाए घंटाए बिना निश्वास रे बसंती। मु तो देखिनी, लोक कहती आम शुणीचु। से शुणा कथार गालु गालु आम गपरे आम से कौन पाइब? प्राक्टिकाली प्रत्यक्ष भाव आम देखुचु जीवटी से पर्यंत जीवंत होकर रही जे पर्यंत ता भितरे जठराग्नि रही, जल रही, अग्नि रही एवं ता नाकर निश्वास जाऊँ से जगह से बंची। वर्तमान भी जदि आम नाकर निश्वास बंद हो आम जी जो बहीचु से आम
ଟଳି ପଡ଼ିବ। ତେଣୁ ସମୁଦ୍ର କୂଳରେ ବସି ଯେଉଁ ପାଣି ବର୍ଷା ଯେଉଁ ଆମେ ପାଉଛୁ, ବର୍ଷା ବହୁତ ହେଲା, ଏମିତି ହେଲା ଆମେ କହୁଛୁ, ସେ ବର୍ଷାଟା ଆଉଛି କେଉଁଠୁ? ବର୍ଷାର ଗନ୍ତାଘର କେଉଁଠି? ଗନ୍ତାଘର କହିଲେ ଭଣ୍ଡାର ଘର, ସେଟା କେଉଁଠି? ଆପଣ କହିବେ ଆମ ଗଡ଼ିଆ, ଆମ ଆଉ କିଏ କହିବ ପୁରୀର ନରେନ୍ଦ୍ର ପୁଷ୍କରିଣୀ, କିଏ କହିବ ମାର୍କଣ୍ଡେୟ, କିଏ ଇନ୍ଦ୍ରଦ୍ୟୁମ୍ନ, କିଏ ଶ୍ଵେତଗଙ୍ଗା, କିଏ ଚକ୍ରତୀର୍ଥ, କେତେ ପ୍ରକାର ନାଁରେ କହିବେ। ଏଇମାନେ କ'ଣ ପ୍ରକୃତରେ ବର୍ଷା ଦେଉଛନ୍ତି? ଏମାନେ ପାପ ଧୌତ କରୁଛନ୍ତି, ଆମେ ତାଙ୍କୁ ପ୍ରାର୍ଥନା କରୁଛୁ, ସେଇଥିପାଇଁ ତାଙ୍କ କୋଳକୁ ଯାଉଛୁ ଗାଧୋଇବା ପାଇଁ। ଆମର ଟିକେ କ'ଣ ଜୀବନରେ ଭୁଲ ଭାଲ ଅଛି, ଆମକୁ ଟିକେ କ୍ଷମା ଦିଅ। ସେ ଜଳଟା ଆସୁଛି କେଉଁଠୁ? ପାଇକା ନଦୀର ଜଳ ହଉ, ମହାନଦୀର ଜଳ ହଉ, ଗଙ୍ଗା ନଦୀର ଜଳ ହଉ, ସେ ଜଳ ଆଉଛି କେଉଁଠୁ? ସେ ଜଳର ଦେବତା ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ସ୍ୱୟଂ ଇନ୍ଦ୍ର। ସିଏ ସମୁଦ୍ରରୁ ବା ପୃଥିବୀରୁ ଜଳମାନଙ୍କୁ ଆକର୍ଷିତ କରି ନେଉଛନ୍ତି, ପୁଣି ତାକୁ ପବନ ଦ୍ୱାରା ତାକୁ ପୁଣି ପୃଥିବୀକି ପଠାଉଛନ୍ତି। ତାପରେ ଯାଇ ପୃଥିବୀରେ ବର୍ଷା ହେଉଛି ନା ବର୍ଷା କ'ଣ ମନକୁ ମନ ହେଉଛି? ଉତ୍ତରା ପବନ ହେଲେ ମେଘ ବର୍ଷିବ, ଦକ୍ଷିଣା ପବନ ହେଲେ ମେଘ ଛାଡ଼ିବ, ପୂବେଇ ପବନ ହେଲେ ଶସ୍ୟ ଯେଉଁ ଶସ୍ୟ ଧାନ ବିରି କରୁଛ, ପୋକ ସେଥିରେ ସବୁ ମରିବେ ବା ପଳେଇବେ। ଆଉ ସୂର୍ଯ୍ୟ ତାଙ୍କର କେତେ ପାୱାର। ଆମେ କହୁଛୁ ପାଣି କହିଲେ ଆମ ଗଡ଼ିଆ, ଆମ ଟ୍ୟୁବୱେଲ୍, ଇଏ ହଁ ଇଏ ସବୁ ପାଣି, ଏ ସବୁ ପାଣିର ଉଦ୍ଭବ ହେଉଛନ୍ତି ବା ଇନ୍ଦ୍ର ହେଉଛନ୍ତି ନିଜେ ସ୍ୱୟଂ ସୂର୍ଯ୍ୟ। ଗୀତାରେ ସେଥିପାଇଁ କହିଲେ, ଗୀତାରେ ସେଥିପାଇଁ କହିଲେ ମୁଁ ହେଉଛି ଆଦିତ୍ୟ ନାମକ ବିଷ୍ଣୁ। ଆଚ୍ଛା, ବର୍ତ୍ତମାନ ଆମେ ଶିଶୁ ଅନନ୍ତଙ୍କର ପଞ୍ଚମୁଖ କଥାଟି ଆରମ୍ଭ କରିକିରି ଆଉ କହିନି। ପ୍ରଥମ ମୁଖଟି ହେଉଛି ନୃସିଂହ। ଇଏ ନୃସିଂହ କିଏ? ଆପଣମାନେ ମୋଟାମୋଟି ଭାବରେ କହିବେ ନୃସିଂହ ବା ସେ ପଥର ଖୁଣ୍ଟରୁ ବାହାରିଥିଲେ। ତମେ କ'ଣ ସେତେବେଳେ ଦେଖିଥିଲ? ପ୍ରହ୍ଲାଦ ପ୍ରାର୍ଥନା କଲା, ପ୍ରହ୍ଲାଦଙ୍କ ପ୍ରାର୍ଥନା ଦ୍ୱାରା ସନ୍ତୁଷ୍ଟ ହେଇ ସୂର୍ଯ୍ୟ ସେଇ ମହାଶକ୍ତି ସେ ନୃସିଂହଙ୍କ ରୂପରେ ଆବିର୍ଭାବ ହେଲେ। ତାକୁ ଗୋଟେ ପୁଣି ବ୍ୟାଖ୍ୟା କଲେ ସେ ଅଧଘଣ୍ଟା ହେବ, ତେଣୁ ଇଏ ତ ସେ ସମୟ ଆମେ ଦେଇପାରିବାନି। ତାଙ୍କ ବର୍ଣ୍ଣନା କେମିତି ଦେଖ, ଉଗ୍ରବୀର ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣଂ ବତ୍ର ମୃତ୍ୟୁର୍ମୃତ୍ୟୁ ନମାମ୍ୟହଂ। ତେଣୁ ସିଏ ନୃସିଂହ ବୋଲି ତମେ କହୁଛ, ପୁଣି ତାଙ୍କୁ ଅତି ଫୋପାଡ଼ିଲା ଭଳିଆ କହୁଛ ସେ କାଳେ ପଥର ଖୁଣ୍ଟରୁ ବାହାରିଲେ। ହିରଣ୍ୟକଶିପୁ ଗୋଟେ ଖଣ୍ଡା ଦେହରେ ସେ ପଥର ଖୁଣ୍ଟକୁ ଯେତେବେଳେ ହାଣିଦେଲେ ସେଇଠୁ ନୃସିଂହ ବାହାରିଲେ। ଏସବୁ କଥା ହେଉଛି ମାନେ ଛୁଆଟିଏ ଶୋଉନି, ତାକୁ ତା ମା ଏମିତି ଗୋଟେ ଗପ କହିକିରି ତାକୁ ଶୁଆଇ ଦେଉଛି। ପିଲାଟି ଖାଉନି, ତା ଆଈ ମା କି ଜେଜେମା କି ଯେଉଁ ମା ତାକୁ ଏମିତିଆ ଗୋଟେ କଥା ଶୁଣେଇକିରି ତାକୁ ଟିକେ ଖୁଆଇ ଦେଉଛି।
କିନ୍ତୁ ଇଏ ନୁହେଁ ତତ୍ତ୍ୱ। ନୃସିଂହ ହେଉଛନ୍ତି ସ୍ୱୟଂ ବିଷ୍ଣୁ, ସ୍ୱୟଂ ଶିବ, ସ୍ୱୟଂ ସୂର୍ଯ୍ୟ, ସ୍ୱୟଂ ଇନ୍ଦ୍ର। ଭାଗବତରେ ଆମର କ'ଣ ଲେଖା ହେଲା? ଲେଖା ତ ହେଇଛି, ଆପଣମାନେ ଜାଣିଛନ୍ତି। ନମଇ ନୃସିଂହ ଚରଣ, ନମଇ ନୃସିଂହ ଚରଣ। ତାହେଲେ ପ୍ରଥମେ କାହିଁକି ସେ ନୃସିଂହଙ୍କୁ ବନ୍ଦନା କଲେ? ସେ ସେମିତିଆ ଶକ୍ତି ବୋଲି ନା। ଆଉ ତୁମେ ନୃସିଂହଙ୍କ, ଆମେ ଯାଉଛୁ ନୃସିଂହଙ୍କ ଦର୍ଶନ କରିବା ପାଇଁ, ସେଠି କ'ଣ ମାଗିଲ? ନା ମୋ ପୁଅ ମୁଣ୍ଡରେ ଗୁଡ଼ାଏ ଘା ହେଇଯାଇଛି, କ'ଣ ଏଟାକୁ କ'ଣଟି ବଢ଼ା ନା କ'ଣ? ଆଉ କିଏ କହିବ ମୋ ମୁଣ୍ଡରେ ଉଙ୍କୁଣି ଗୁଡ଼ାକ ହେଇଯାଇଛି, ସେଗୁଡ଼ା କେମିତି ଚାଲିବ? ମୁଁ ସେଇ ନେଇକି ଯାଇଥିଲି ପ୍ରାର୍ଥନା କରିବା ପାଇଁ। ତୁ ଗୋଟେ ଏତେ ବଡ଼ ନିର୍ଲଜ ଲୋକଟିଏ, ତୁ ନୃସିଂହ ଭଗବାନଙ୍କୁ ଯାଇ ଏଇ ପ୍ରାର୍ଥନା କରୁଛୁ? ତାହେଲେ ତୁ ଏକ ନମ୍ବର ପାଖଣ୍ଡି। ପ୍ରହ୍ଲାଦ କ'ଣ ମାଗିଥିଲା? ପ୍ରହ୍ଲାଦ ଯେତେବେଳେ ନୃସିଂହଙ୍କୁ ପ୍ରାପ୍ତ ହୋଇଥିଲେ, ନୃସିଂହ ଭଗବାନ ଯେତେବେଳେ ପ୍ରହ୍ଲାଦଙ୍କୁ ଆଶୀର୍ବାଦ କରିଥିଲେ, ସେ କ'ଣ ଭିକ୍ଷା କରିଥିଲେ? ମୋ ବାପାଙ୍କୁ ମୁକ୍ତି ଦିଅନ୍ତୁ। ପ୍ରହ୍ଲାଦ ନିଜେ କହିଥିଲେ। ଆମେ ପଞ୍ଝାଏ କେତେକ ଅଛୁ, ମୋ ବାପା ବୁଢ଼ା ହେଇଗଲେଣି, ଆମେ ଆଉ ତାକୁ ଔଷଧ ଦେଇପାରିବୁନି, ତେଣୁ ମୋ ବାପା ଶୀଘ୍ର ମରନ୍ତୁ। ଆମେ ନିଶ୍ଚୟ ଏ ସମାଜ ଭିତରେ ଲୋକ ଅଛନ୍ତି ନା। ଆଉ ଆପଣଙ୍କ ମୁଁ ଗୋଟେ ମିଛରେ କହୁଛି, ଇଏ ଲୋକ ଅଛନ୍ତି ନା। ବାପା କେମିତି ଶୀଘ୍ର ମରିବେ? କେବଳ ଗୁରୁ ଶୀଘ୍ର ମରନ୍ତୁ ବୋଲି କେହି ପ୍ରାୟ କହିନାହାନ୍ତି ଆଜି ପର୍ଯ୍ୟନ୍ତ, କିନ୍ତୁ ମନେ ମନେ କହୁଥିବେ। ତେଣୁ ସବୁବେଳେ ମନେ ରଖିବେ, ନୃସିଂହ ହେଉଛନ୍ତି ତାଙ୍କର ବନ୍ଦନା କେମିତି? ନାରସିଂହାୟ ବିଦ୍ମହେ ନଖାୟୁଧାୟ ଧୀମହି ତନ୍ନୋ ହରି ପ୍ରଚୋଦୟାତ୍। ନୃସିଂହଙ୍କର ନାମ ମଧ୍ୟ ହରି, ହରି ମଧ୍ୟ ନୃସିଂହ। ଏଠି ତୁମେ ଯେତେବେଳେ ପ୍ରାର୍ଥନା କରୁଥିଲ, ହରିବୋଲ ହରିବୋଲ ପକଉଥିଲ, ସେ ହରି କିଏ? ଏ ହରି ହେଉଛନ୍ତି ନୃସିଂହ। ସେ ହରି ହେଉଛନ୍ତି ହନୁମାନ। ସେଇ ହରି ହେଉଛନ୍ତି ଭଗବାନ କୃଷ୍ଣ। ସେଇ ହରି ହେଉଛନ୍ତି ଗୌରାଙ୍ଗ ଅବତାର। ତେଣୁ ଇଏ ଯୁଗରେ ହରିନାମ କର ବୋଲି କାହିଁ କୁହାହେଲା? ତେବେ ଇଏ ହେଲେ ନୃସିଂହ। ଭଲ ମଣିଷ ଯଦି ହବ, ତାହେଲେ ନୃସିଂହଙ୍କୁ ପ୍ରାର୍ଥନା କର। ନୃସିଂହ ଶବ୍ଦର ଅର୍ଥ କ'ଣ? ନରସିଂହ, ନରଶ୍ରେଷ୍ଠ। ଆମେ ଯଦି ନରଶ୍ରେଷ୍ଠ ହବାନି, ତାହେଲେ ଆମ କଥା କିଏ ଶୁଣିବ? କିଏ ଆମକୁ ବଜାରି କହିବେ, କିଏ ଛତରା କହିବେ, କିଏ ନଫଙ୍ଗା କହିବେ, ୟା ତ କହିବେ ଆଉ। ତେଣୁ ନୃସିଂହଙ୍କୁ ଯେତେବେଳେ ପ୍ରାର୍ଥନା କରିବେ, ମୋ ପୁଅ ମୁଣ୍ଡରୁ ଘା ଭଲ ହେଇଯାଉ ଏକଥା ନ କହି, ମୋ ପୁଅଟି ଭଲ ଭଦ୍ର ପୁଅଟିଏ ହଉ, ମୋ ଝିଅଟି ଗୋଟିଏ ଭଲ ଭଦ୍ରା କନ୍ୟାଟିଏ ହଉ, ଏମିତି ସବୁ ମାଗିବେ। ତାପରେ ଧନ ଫନ କ'ଣ ମାଗିବେ ମାଗନ୍ତୁ। ତେଣୁ ଶିଶୁ ଅନନ୍ତଙ୍କର ପ୍ରଥମ ମୁଖ ହେଉଛନ୍ତି ନୃସିଂହ। ଏଇ ନୃସିଂହଙ୍କୁ ଯଦି
ବିପଦରେ ଦୁଃଖରେ ନିନ୍ଦାରେ ବ୍ୟାଧିଗ୍ରସ୍ତ ବିଛଣାରେ ପଡ଼ି ଯଦି ଆମେ ନୃସିଂହଙ୍କୁ ଆମେ ସେଇ ମହାବିଷ୍ଣୁ ଅବତାର, ସମସ୍ତେ ବିଷ୍ଣୁଙ୍କ ଅବତାର, କିନ୍ତୁ ନୃସିଂହ ହେଉଛନ୍ତି ମହାବିଷ୍ଣୁ ଅବତାର। ଏଇ ମହାବିଷ୍ଣୁଙ୍କୁ ଯଦି ତୁମେ ଧ୍ୟାନ କରିବ ବା ପ୍ରାର୍ଥନା କରିବ, ସିଏ ତମକୁ କେମିତି ହେଲେ ବି ଗୋଟେ କୃପା କରିବେ। ଆଉ ଜମା ନୃସିଂହଙ୍କୁ ଡାକିବ ନାହିଁ। 5 ବର୍ଷ 3 ବର୍ଷ ପରେ କେତେବେଳେ ଗୋଟେ ବିପଦ ପଇଲା ନୃସିଂହ ହବ। କାହିଁ ତମ କଥା କିଏ ଶୁଣିବାକୁ ଯିବ, କ'ଣ ଦରକାର? ସେଇଭଳି ଭାବରେ ମନେ କରାଯାଉ ମୁଁ ନୃସିଂହଙ୍କ ପାଖରୁ ବର ପାଇଲି। ସେ ବର ପାଇକିରି ମୁଁ କରିବି କ'ଣ? ମୁଁ ଗୋଟେ ବର ପାଇଗଲି, ଏତେ ବଡ଼ ବର ମୋତେ ଲୋକ ମାନେ ଦେଇଦେଲେ, ସବୁ ସୁନା ରୂପା ମୋଟି ମାଣିକ ମାନେ ବହୁତ ମିଳିଲା। ମୁଁ ଗୋଟେ କୋଟିପତି ହେଇଗଲି। ଆଉ ତାର ଏଇଥିପାଇଁ ନୃସିଂହଙ୍କୁ ଡାକୁଦେଲ। ନୃସିଂହଙ୍କର ଦ୍ୱିତୀୟ ମୁଖ ହେଉଛି ଶ୍ରୀରାମଚନ୍ଦ୍ର। ଶ୍ରୀରାମ କିଏ? ଶ୍ରୀରାମ କହିଲେ ଆନନ୍ଦ। ଆନନ୍ଦ ମୂର୍ତ୍ତି ହେଉଛନ୍ତି ରାମ। ଯଦି ଜୀବନରେ ଆନନ୍ଦ ପାଇବ ତାହେଲେ ରାମଙ୍କୁ ପ୍ରାର୍ଥନା କର ନୃସିଂହଙ୍କ ସହିତ। ଆଉ ଯଦି ଖାଲି କହିବ ସେ ରାବଣ ନେଇଗଲା ସୀତାଙ୍କୁ, ସେ ଅମକରେ ପୁଷ୍ପକ ଯାନରେ ବସେଇ କାଳେ ନେଲା, ଏସବୁ କଥା ଆକୁ ଆମେ ବହୁତ ଶୁଣିଲୁଣୁ। ଆଉ ସେଗୁଡ଼ାକ ବେଶୀ ଶୁଣନା, କିନ୍ତୁ କେବଳ ରାମ ନାମକୁ ସତ୍ୟ ବୋଲି ଭାବ। ଆଉ ମରିଗଲା ବେଳେ କାନ୍ଧରେ ବସେଇକିରି ମୁର୍ଦ୍ଦାର ନେଲା ବେଳେ ରାମ ନାମ ସତ୍ୟ ହେ କହିଲେ ହବ? ରାମକୁ କେତେ ଭଲ ପାଉଛ? ବାପାଙ୍କୁ ମାନୁଛ କି? ଯଦି ମାନିଲ ତାହେଲେ ରାମକୁ ଭଲ ପାଇଛ। ମାଆକୁ ମାନିଛ? କୌଶଲ୍ୟା, କୈକେୟୀ, ସୁମିତ୍ରା ଯୋଉ ରୂପରେ, ତାହେଲେ ତୁମେ ରାମକୁ ଭଲ ପାଇଛ। ଯଦି ମନ୍ଥରାକୁ ବି ଭଲ ପାଇଛ ତାହେଲେ ବି ତୁମେ ରାମଙ୍କୁ ଭଲ ପାଇଛ। କାରଣ ମନ୍ଥରା ଶବ୍ଦ ଭିତରେ ହିଁ ରାମ ଶବ୍ଦ ଅଛି। ମନ୍ଥରା, ତାର ଭିତରେ ଦେଖନ୍ତୁ ମ ଅଛି ଆଉ ରା ଅଛି। ଆଉ ସେ କଥା ନ କହିକିରି ସେ କେତେ ପ୍ରକାର କହୁଛନ୍ତି। ଆମେ ତ ସେମିତି କହିପାରିବୁନି, ଆମର ତ ସେମିତି ଭାଷା ନାହିଁ, ଆମର ତ ଏତେ ପାଠ ନାହିଁ, ଆମେ ଆଉ ମୂର୍ଖ କ'ଣ କହିବୁ। ତେଣୁ ଆନନ୍ଦ ଯଦି ପାଇବାକୁ ଚାହୁଁଛ ଅର୍ଥର ସଦୁପଯୋଗ କର। ଧରନ୍ତୁ ଆମ ପାଖରେ ଅର୍ଥ ନାହିଁ, ଆମେ ଭାରି ଗରିବ, କିନ୍ତୁ ଆପଣମାନେ ଆସିକି ହଠାତ୍ ପହଞ୍ଚିଲେ, ଯେତିକି ଲୋକ ଆମେ ବହି, ମୁଁ ଏଠି ବସିକିରି କହିବି ଆମର ଆଜି ମଠରେ ରୋଷେଇ ନାହିଁ, କି କଦଳୀ ନାହିଁ, କିମ୍ବା ଗୁଡ଼ ନାହିଁ, ଆପଣମାନଙ୍କୁ ହାତ ଯୋଡ଼ିକିରି କହୁଛି ଶୀଘ୍ର ଏଠୁ ପଳା। ଆଉ ଯଦି ନ ଯିବେ ଦିଦି ପାହାର ସମସ୍ତଙ୍କୁ ଦେବି। ଇଏ କ'ଣ ରାମ ଭକ୍ତି? ଆପଣମାନେ ଆସିଲେ, ଆପଣମାନଙ୍କୁ ଯଦି ଆମେ ଆନନ୍ଦରେ ବସେଇଲୁ ବା ଟିକେ ପାଣି ଯାହା ଆମ ପାଖରେ ଅଛି, ଯଦି ଆମେ ରଙ୍କଦେବ ନାମକ ଜଣେ ଭକ୍ତ ଥିଲେ, ସବୁ ଦାନ କରି କରି ଗରିବ ହେଲେ, ଗରିବ ହେଇକିରି ଶେଷରେ ଆଉ ଖାଇବାକୁ ପାଇଲେନି, କ'ଣ ଟିକେ ଭାତ କୋଉଠୁ କ'ଣ କି ରୁଟି ଫୁଟି କୋଉଠି ଟିକେ ମିଳିଲା, ତାକୁ ଗୋଟେ ବସିକିରି ଖାଇବାକୁ ଯାଉଛନ୍ତି। ଏତିକି ବେଳେ ଭଗବାନ ପରୀକ୍ଷା କଲେ। ପରୀକ୍ଷା କ'ଣ କଲେ? ସେ ଆସିକି ଦୁଆର ମୁହଁରେ ଡାକିଲେ,
କହିଲେ ଆମକୁ ଭୋକ କଲାଣି, ଆମକୁ ଟିକେ ଖାଇବାକୁ କ'ଣ ଦିଅ। ରଙ୍କବାବୁ କ'ଣ କଲେ? ରଙ୍କବାବୁ ସେ ଭାତ ଥାଳି କି ରୁଟି ଥାଳି କ'ଣ ମୁଁ ଜାଣିନି, ତାକୁ ଧରିକି ନେଇକି ସବୁ ଦେଇଦେଲେ ସେଇ ରନ୍ତଦେବଙ୍କୁ। ଆଜି 5,000 କି 10,000 ବର୍ଷ ଗତ ହେଇଗଲାଣି, କିନ୍ତୁ ରନ୍ତଦେବଙ୍କର ଏଇ ଯୋଉ ଦାନ ଆଜି ସବୁବେଳେ ସନାତନୀ ମାନେ ବା ମଣିଷ ସମାଜ ଆକୁ ମାନୁଛି। ଦାନ କଲେ ମଣିଷ, ଆଉ ମୁଁ ନିଜେ ଖାଇଦେବି, ରୋଷେଇ କରିଦେବି, ଏଗୁଡ଼ା କ'ଣ ଯେମିତି ଆଜିକାଲି କରାହେଉଛି। ତେଣୁ ସେଇଭଳି ଭାବରେ ଅର୍ଥର ସଦୁପଯୋଗ ଯିଏ କରେ ସେଇ ହେଉଛନ୍ତି ରାମ, ସେଇ ହେଉଛନ୍ତି ରାମ ଭକ୍ତ। ଆଉ ଗୋଟିଏ ମୁଖ ସେଠି ଅଛନ୍ତି କୃଷ୍ଣ। ସିଏ କାଳେ ବଂଶୀ ବଜଉଥିଲେ। ତାହେଲେ ବଂଶୀ ସେ ବଜଉଥିଲେ, ସେତେବେଳେ ଯେତେ ବାହାଘର ଫାହାଘର ଗୋପ ମଥୁରା ଦ୍ୱାରିକାରେ ହେଉଥିବ, କୃଷ୍ଣଙ୍କୁ ତ ବହୁତ କଲ୍ ଆଇଥିବ, କାରଣ ଇଏ ଭଲ ବଂଶୀ ବଜେଇଲା ବାଲା। ତେଣୁ ଭଲ ବଂଶୀ, ତମେ ଯେତେ ପଇସା ନେଉଛ ନିଅ, କିନ୍ତୁ ଆମ ବାହାଘରକୁ ଚାଲ କି ଆମ ବ୍ରତ ଘରକୁ ଚାଲ। ସେମିତି କିଛି ଲେଖା ହେଇଛି ଭାଗବତରେ। ସିଏ ଯେଉଁ ବଂଶୀ ବଜଉଥିଲେ, ସିଏ ବଂଶୀ ହେଉଛି ମୋହନ ବଂଶୀ। ସେଇ ମୋହନ ବଂଶୀ ଆଜି ଏଇଠି ବାଜୁଛି। ସେଇଥିପାଇଁ ଆପଣମାନେ ଏଇଠି ବସିଛନ୍ତି, ମୁଁ ଏଇଠି ବସିଛି। ଯଦି ମୋହନ ବଂଶୀ ନ ବାଜିଥାନ୍ତା, ଆପଣ ଉଠିକି ପଳାନ୍ତେନି, ମୁଁ ବି ଉଠିକି ପଳାନ୍ତେ। ପରସ୍ପର ପ୍ରତି ଭଲ ପାଇବା, ଏଇ ହେଉଛି ମୋହନ ବଂଶୀ। ଆଜି ଆମ ପରିବାରରେ ଭଲ ପାଇବା ଅଛି, ଗୋଟାଏ ଗୋଟାଏ ଘରେ ଅଛି। ପ୍ରକୃତରେ ଅଛି। ଆପଣମାନେ ନିଜ ଆଖି ଛୁଇଁକି, ମୋ ମୁଣ୍ଡ ଛୁଇଁକିରି କହିଲେ, ଭଲ ପାଇବାଟା କୋଉଠି ଅଛି? ହିଂସା, ବାଦ, କପଟତା, ଇଏ ସବୁଠି ଅଛି। ଭଲ ପାଇବାଟା କୋଉଠି ଅଛି? ଯୋଉଠି ଭଲ ପାଇବା ଅଛି, ସେଇଠି ପ୍ରଭୁ ତମ ପାଖରେ ପହଞ୍ଚିବ। ତମେ କ'ଣ ପ୍ରଭୁଙ୍କ ପାଖକୁ ପଇସା ଖର୍ଚ୍ଚ କରି ଜଗନ୍ନାଥଙ୍କ ମନ୍ଦିରକୁ ଯାଉଛ? ଜଗନ୍ନାଥ ନିଜେ ସେଇ ଭଲ ପାଇବା ଅର୍ଘ୍ୟକୁ ପାଇବା ପାଇଁ ସେ ଭକ୍ତ ପାଖରେ ଆସି ପହଞ୍ଚନ୍ତି। ତେଣୁ ଇଏ ହେଉଛି, ଆହୁରି ଅନ୍ୟ କଥା ସବୁ କହିବାକୁ ସମୟ ନାହିଁ, ପ୍ରବଚନ ଭଳିଆ ହେଇଯାଉଛି। ପିଲାମାନେ ଶୁଣିକି ସବୁ କେଉଁଠି ଶୁଣୁଥିବେ, କହିବେ କ'ଣ ବାବା ଆଜି ପ୍ରବଚନ କରିବେ ନା କ'ଣ, ଏଟା କୋଉ କ'ଣ ଆଡ଼କୁ ମାଡ଼ି ଆଇଲା। ଆଉ ନୃସିଂହ ରାମ କୃଷ୍ଣ, ସେ କ'ଣ ନ ଦେଇପାରିବେ? କୃଷ୍ଣ ନାମରେ ପାପ କ୍ଷୟ ଯେତେ, କରି ନ ପାରେ ପାପି ପାପ ଯେତେ। ତମକୁ ସେ ସବୁ ଦେଇପାରିବେ, ଆଉ ତମେ ଟିକେ ତାଙ୍କୁ ଟିକେ ବି ଶ୍ରଦ୍ଧାର ସହିତ ବି ଡାକିବନି। ଇଏ ଗୋଟେ କଥା। କୃଷ୍ଣ ତ ଗଲେ। ଏଇ ଆପଣ ଦେଖନ୍ତୁ, ବର୍ତ୍ତମାନ ଅଦିନରେ ଗୋଟେ ଇସ୍କନ ସମ୍ପ୍ରଦାୟ ରଥଯାତ୍ରା କରୁଛି। ତାକୁ ଗଜପତି ମହାରାଜ କହିଲେଣି, ପୁଣି ପ୍ରଧାନମନ୍ତ୍ରୀ କହିଲେଣି, ରାଷ୍ଟ୍ରପତି କହିଲେଣି, କି ଯେଉଁଦିନ ରଥଯାତ୍ରା ସେଇଦିନ ବାପା ଶ୍ରାଦ୍ଧ, ଯେଉଁଦିନ ସେଦିନ ବାପା ପକେଇବ ନା, ଆଉ ସବୁଦିନ ପକେଇବ। କିନ୍ତୁ ସେ ମାନୁନାହାନ୍ତି। ନ ମାନିବା ଦ୍ୱାରା ସେ ଭାବୁଛନ୍ତି ଆମେ ବହୁତ ବଡ଼, କାରଣ ଆମେ କାହାରି କଥା ମାନିଲୁ ନାହିଁ। ଯିଏ ମାନେ ସେ ହେଉଛି ଜ୍ଞାନୀ, ଯିଏ ନ ମାନେ ସେ ହେଉଛି ମୂର୍ଖ। ଜଗନ୍ନାଥଙ୍କର
ତ ରଥଯାତ୍ରା ଗୋଟିଏ ତାଙ୍କର କୋଉ କାଳରୁ ହଉଛି। ତମେ ଆଉ ଗୋଟେ ଦିନ କାହିଁ କରୁଛ, ସେଇ ଦିନ କରୁନା, ଆହୁରି ଭଲ। ଆମ କେନ୍ଦ୍ରାପଡ଼ା ବଳଦେବଜୀଙ୍କ ରଥ, ପୁରୀ ଶ୍ରୀକ୍ଷେତ୍ରର ରଥ ଯେଉଁଦିନ ମାନେ ବାହାରନ୍ତି ତା ପରଦିନ ବଳଦେବଙ୍କ ରଥ ଆସନ୍ତି। ଗୋଟେ ଆଗରୁ ପୂର୍ବାଚାର୍ଯ୍ୟମାନେ ଯାହା କରିଛନ୍ତି ନା। ଆଉ ଆଗରୁ ସବୁ ପିଲାଦିନେ ଆମର ସତ୍ୟନାରାୟଣ ପାଲା ହେଲେ ଆମେ ସବୁ ଶିରିଣୀ ଆଉ ଚୁଡ଼ା ଖସା ଖାଇବା ପାଇଁ ଯେଉଁ ଶୀତ କାକରରେ ଯାଉଥିଲୁ, ଉହା ବାଡ଼େଇ ପକାଇଲେ ଆମେ ଯିବୁନି। କିନ୍ତୁ ଏବେ ଆମେ ଶୁଣିଲୁଣୁ ଯେଉଁ ବ୍ୟବସ୍ଥା ହେଲାଣି, ଲୋକ ବେଶୀ ଯିବେ। କାରଣ ଗୋଟାଏ ପଟରେ ସତ୍ୟନାରାୟଣ ପୂଜା ହେଉଛି, ଅନ୍ୟ ପ୍ରକାରେ ଗୋଟାଏ କନା ବାନ୍ଧି ଦେଇକିରି ସେ ପାଖରେ ଚିକେନ ମଟନ ଝୋଳ ହେଉଛି। ଆଉ କିଏ କାହିଁକି ନ ଯିବ? ତେଣୁ ଅବୁଝା, ଅବାଧ୍ୟ, ଅବୋଧ ମଣିଷକୁ ଭଲ ମଣିଷ କର ବୋଲି କବିମାନେ ଆମର ଲେଖିଲେ। ହେ ଆନନ୍ଦମୟ କୋଟି ଭୁବନ ପାଳ, ତମେ ଆମକୁ ଟିକେ ଭଲ ବୁଦ୍ଧି ଦିଅ। ତେଣୁ ସଜ୍ଜନ ଏଇଭଳି ଭାବରେ ଆଉ ଗୋଟିଏ ମୂର୍ତ୍ତି ରହିଲେ ଚୈତନ୍ୟ ମୂର୍ତ୍ତି। ନା ଏଠି ତ ଏତେ ନାଁରେ ଚୈତନ୍ୟ ସେ ପାଖରେ ଅଛନ୍ତି। ହଁ, ଚୈତନ୍ୟ ଏଇଠି ଅଛନ୍ତି। ଆଉ ଏଇ ଯେଉଁ ନିତାଇ ଗୌର ହରି ବୋଲ ବୋଲି କହୁଛ, ଏଇ ଚୈତନ୍ୟ ହେଉଛନ୍ତି କୃଷ୍ଣଙ୍କର ଅବତାର, ରାଧା ପ୍ରେମର ପ୍ରତ୍ୟକ୍ଷ ପ୍ରତୀକ। ଏବଂ ସେଠି ଗୋଟିଏ ଯେଉଁ ମୂର୍ତ୍ତିଟି ଅଛି, ଦାଢ଼ି ରଖିକିରି ଯେଉଁ ମୂର୍ତ୍ତିଟି ବସିଛନ୍ତି, ସିଏ ହେଉଛନ୍ତି ଭଗବାନ ପରଶୁରାମ। ବାପାଙ୍କ କଥାରେ ମାଆକୁ ହାଣିଲେ, ପୁଣି ମାଆକୁ ବଞ୍ଚେଇ ଦେଲେ। ଏମିତିଆ ସାଧକ ଇଏ ପୃଥିବୀରେ ଆଜି ଅଛନ୍ତି। ବହୁତ ଧର୍ମ କଥା କହୁଛନ୍ତି, ବହୁତ ବଡ଼ ବଡ଼ କଥା, ବହୁତ ବଡ଼ ବଡ଼ କଥା କହୁଛନ୍ତି। ପରଶୁରାମଙ୍କ ଭଳି ଜଣେ ଅବତାର କେଉଁଠି ଅଛନ୍ତି ଦେଖେଇ ଦିଅ। ତେଣୁ ଏଇ ପରଶୁରାମ ହେଉଛନ୍ତି କଳ୍କିଙ୍କର ରୂପ। ଏହାଙ୍କୁ ସ୍ମରଣ କଲେ ରଣେ ବଣେ ଯୋଉଠି କଲେ ବି ପରଶୁରାମଙ୍କର ଅସ୍ତ୍ର ବୁଲିବ, ତମ ବିପଦ ଖଣ୍ଡନ ହେବ। ଆଉ ସେଗୁଡ଼ା କିଛି ନ କରି, ଇରେ ଭାଇ ମୁଁ ମଲ୍ଲିରେ ଦୌଡ଼ି ଆସରେ, ଠେଙ୍ଗାଟା ନେଇକିରି ଆସରେ, କୋଦାଲଟା ନେଇକିରି ଆସରେ, ଏଇ କ'ଣ ହେଉଛି କଥା? ଆଜି ଆପଣ ଟିଭି ପରଦାରେ ଦେଖିବେ, ମୁଁ ଆଜି ନା କାଲି ଖାଲି ଦେଖିଲି, ସେ ମୂଳରୁ ଶେଷ ଯାକେ ଗୋଟାଏ ଭଲ ସମ୍ବାଦ ନାହିଁ। ସେଟାକୁ ହାଣିଲା, ସେଟାକୁ ମାଇଲା, ସେଟାକୁ ଇଏ କଥା କ'ଣ? ତେଣୁ ସବୁ କଥାର ଶେଷ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଶେଷରେ ସେଇ ଜଗନ୍ନାଥଙ୍କ ପାଦରେ ଆମେ ସମସ୍ତେ ସମର୍ପିତ ହେବା। ଯାହାଙ୍କର କଥା ମାସ ମାସ ଧରି କହିଲେ ବି ସରେନି, ଯାହାଙ୍କର ତତ୍ତ୍ୱ ସରେନି, ଯାହାଙ୍କର ଲୀଳା ସରି ନାହିଁ କି ସରିବ ନାହିଁ, ଯାହାଙ୍କୁ ଲୁହ ଦେଇ ପ୍ରାଣ ଦେଇ ଡାକିଲେ ସେ ନିଶ୍ଚୟ ତମକୁ ସାହାଯ୍ୟ କରିବେ। ସେଇ ବାଟ ଦେଇ ଆମକୁ ଯିବା ପାଇଁ ପଡ଼ିବ। କୁସଙ୍ଗ ବର୍ଜନ କରିବାକୁ ପଡ଼ିବ। ଆଉ ପାଟିରେ ପୁଳାଏ କ'ଣ ତାକୁ କହନ୍ତି, ପାଟିରେ ପୁଳାଏ ସେ କ'ଣ ହେଲା, ଗୁଟୁକା ପାଟିରେ ପୂରେଇକିରି, ସିଗାରେଟ ପାଟିରେ ପୂରେଇକିରି ତମେ ମୁଁ ଥରେ ଯାଉଥିଲି ବଦ୍ରୀନାଥ ନା କୁଆଡ଼େ ଯାଉଥିଲି, କେଦାରନାଥ, ଗୋଟେ ଜାଗା ଟିକେ ଠିଆ ହେଲୁ, ପଶା ଫସା କରିବାକୁ ଗଲେ, ଗୋଟିଏ ଲୋକ, ସୁନ୍ଦର ଲୋକଟିଏ, ସୁନ୍ଦର ପୋଷାକ ପିନ୍ଧିଛି, ଗାଡ଼ିଟିଏ, ତା ଗାଡ଼ିଟିଏ ଅଛି, ତାର ପରିବାର ତା ଭିତରେ ବସିଛନ୍ତି। ସେ ଲୋକଟି ଆଗ ବାହାରିଲା। କାହିଁକି ଆଗ ବାହାରିଲା? କ'ଣ ପରିସ୍ରାକୁ ଜୋର ମାଇଲା? ସିଏ ଆଗ ବାହାରିଲା ସିଗାରେଟ ଖାଇବ ବୋଲି।
ଗଙ୍ଗାଙ୍କ ଆଡ଼କୁ ଅନେଇକିରି ଜୋତା ପିନ୍ଧିକିରି ସିଗାରେଟ୍ ଟାଣିଲା। ଆଉ ତାଙ୍କର ଅନ୍ୟ ଲୋକମାନେ ଯିଏ ସ୍ତ୍ରୀ ପୁଅ ଝିଅ ସେ ଗଲେ ପରିସ୍ରା କରିବା ପାଇଁ, ଏ ତାର ସିଗାରେଟ୍ ଟାଣିଲା, ସିଗାରେଟ୍କୁ ନିଭେଇଲା, ପୁଣି ଗାଡ଼ିରେ ଆସି ବସିଲା, ଗଲା। ଜୀବନରେ ଏଇସବୁ ଭୁଲ କେବେ ଜୀବନରେ ନ ହଉ। ଜୀବନରେ କେତେବେଳେ ମୋର ତ ଜୀବନରେ ଅନେକ କଥା ଅଛି। ମୁଁ ଗୋଟେ ଗଙ୍ଗାଙ୍କୁ ଦର୍ଶନ କରିବାକୁ ଯାଇଥିଲି। ସେଠି ଯାଉଁ ଯାଉଁ ମୁଁ ଚପଲଟା ମଡ଼େଇଥିଲି, ମୋର ଆଉ ମନେ ନାହିଁ ଚପଲଟାକୁ କାଢ଼ିବା ପାଇଁ। ଏଇଟା ହେଉଛି ବିଠଲ ଗଙ୍ଗା। ସେ ଚପଲଟାକୁ ପାଦରେ ମଡ଼େଇକିରି ପାଣି ଭିତରେ ପଶିଗଲି। ଆଉ ମାନେ ମୁଁ ତ ଗାଧାଏନି, ଟିକେ ପାଣି ଫାଣି। ସିଏ ଜଣେ ପଣ୍ଡା କହିଲା, ଆଜ୍ଞା ଚପଲଟା ପିନ୍ଧିଛନ୍ତି। ମୁଁ ଆଉ କିଛି କହିଲି ନାହିଁ, ମୋ ଭୁଲ ମୁଁ ମୋର ମନେ ପକେଇଲି। ବଡ଼ ବିରାଟ ବହୁତ ଭୁଲ ହେଇଗଲା। ହଉ ଚପଲ ଫପଲ ହେଇକି ଗାଡ଼ି ଫାଡ଼ି ପଳେଇ। ସେଇ କଥାଟା ମୋ ଭିତରେ ବୋଧେ ବର୍ଷେ 1.5 ବର୍ଷ ପର୍ଯ୍ୟନ୍ତ ରହିଲା, ଯେ ଜୀବନରେ ଗୋଟେ ମୁଁ ଭୁଲ କରିଛି, ଗଙ୍ଗାରେ ଜୋତା ପିନ୍ଧିକିରି ପଇଛି। ଶେଷରେ ସ୍ପେଶାଲ ଭାବରେ ମୁଁ ଦିନେ କହିଲି, ଆଜି ଯିବି, ମୁଁ ଗଙ୍ଗା ପୂଜା କରିବି, ଗଙ୍ଗା ସ୍ନାନ କରିବି, କ୍ଷମା ଭିକ୍ଷା କରିବି, ଆସିବି। ସେତିକ କରିସାରିଲା ପରେ ମୋ ମନ ଶାନ୍ତି ଅଛି। ତେଣୁ ଆମେ ଜାଣି ଶୁଣି ଭୁଲ କରି ଠାକୁରଙ୍କୁ ଡାକିଲେ ଆଉ କେମିତି କ'ଣ ହେବ? ଠାକୁର ଆମ ପାଖରେ ଅଛନ୍ତି, କିନ୍ତୁ ଆମେ ସଂଯମିତ ହେବା ଦରକାର। ଆଜିର ସେହି ପବିତ୍ର କଥାକୁ ଆମର ଇଷ୍ଟଦେବ ପ୍ରଭୁ ଶିଶୁ ଅନନ୍ତଙ୍କ ପଦାବ୍ଜରେ ସ୍ମରଣ କରୁଛୁ, ସମର୍ପଣ କରୁଛୁ। ମା ଜ୍ୟୋତିର୍ପ୍ରଭା, ମା ରାମଚଣ୍ଡୀଙ୍କ ପାଦରେ ସମର୍ପଣ କରୁଛୁ। ସମସ୍ତଙ୍କର ମଙ୍ଗଳ ହଉ, ଏତିକି ପ୍ରାର୍ଥନା କରି କଥାକୁ ଏଇଠି ରଖୁଛୁ।